ଆଉ ଗୋଟେ ତୁ ସେମିତି ଆଜିର ବ୍ଲଗ୍ଟି ଆରମ୍ଭ ହେଉଛି ବିଲେଇ ଛୁଆଠୁ। ଆମ ଅଞ୍ଚଳ ଭିତରେ ଗୋଟେ ବିଲେଇ ଜନ୍ମ କରି ତା ମା ମରିଯାଇଛି। ଦେଖିଲା ସେ 3ଟା ଛୁଆ, ତା ଭିତରେ 2 ଦିନ ହେଲା ମରିକିରି ପୁରା ଗ୍ୟାସ୍ କଲା। ଜଣା ମାନେ ଦେଖିଲା କ'ଣ ଗ୍ୟାସ୍ କରୁଛି, ସେଠୁ ଦେଖିଲା ବେଳକୁ ମାଡ଼ରେ ମରିଯାଇଛି। 3ଟା ଛୁଆ ଆଖି ପିଟେଇଲେ। ଯୋଉଠି ଛାଡ଼ିଲେ ତ ଖାଇଦେବେ, ଯେଉଁ ବୁହା ବିଲେଇ ଖାଇଦେବେ। ଆମେ କ'ଣ କଲୁ, ସେ ଛୁଆଟାକୁ ରଖି ଗୋଟେ ପେଟି ଭିତରେ ରଖି ମାନେ ତାକୁ ସବୁ ପେଟି ଭଳିଆ ଘର କରି ତାକୁ ରଖି କ୍ଷୀର ଟିକେ ମୁଁ ଦେଇଠୁ ଆଣିକିରି କ୍ଷୀର ଅଳ୍ପ ଟିକେ ପାଣି ମିଶାଇକି ଗୋଟେ ଛୁଆ ତ ଆଉ ଗୋଟେ ନେଇଗଲେ ଜଣେ ଆସିକିରି, ଆଉ 2ଟା ଛୁଆଙ୍କୁ କ୍ଷୀର ପିଲୁ। ସେ ତା ମାମାକୁ ଖୋଜୁଛନ୍ତି। ମୋ ଝିଅ ନାଣ୍ଡି କହୁଛି ମାମା ସିଏ ହେଲା ମୋ ଝିଅ, ମୁଁ ତା ମାମା। ମୁଁ କହିଲି ହଉ ତୋ ଝିଅ ସିଏ, ତୁ ତା ମାମା। ଆଉ ତୁ ବହୁତ ପେଇଁଦେ, ମୁଁ ତାକୁ ପେଇଁଦେବି। ସେ ପେଇଁ ନେଉଛି, ମୁଁ ତାକୁ କ୍ଷୀର ପେଇଁ ଦେଉଛି। ତୁ ତା ତଣ୍ଟି ଚିପିନା, ତା ତଣ୍ଟିରେ ଲାଖିଯିବ। ମୁଁ କହିଲି ନା, ତା ତଣ୍ଟିରେ ଲାଖିବନି। ମୁଁ ତାକୁ ଆସ୍ତେ ଆସ୍ତେ ପେଇଁ ଦେଉଛି। ମୁଁ ପେଇଁ ଦେଉଛି ତାକୁ କ୍ଷୀର। ଗୋଟେ ପିଇଲା, ତାପରେ ପେଇଁକିରି ଗୋଟେ ଗଲା ସେ ପେଟି ଭିତରେ ଶୋଇଲା। ଆଉ ଗୋଟେ ସେଠୁ ପେଇଁଛି। ସେ ଖାଲି ତା ମାମାକୁ ଖୋଜୁଛି। ନାଣ୍ଡି ଖାଲି କହୁଛି ମାମା ସେ କାହିଁ ବୋବଉଛି। ମୁଁ କହୁଛି ତା ମାମାକୁ ଖୋଜିବନି ନା, ମୁଁ ବା ତା ମାମା। ମୁଁ କହିଲି ହଁ ତୁ ତା ମାମା। କେମିତି ମଲା କିଏ ବିଷ ଝିଅ କହୁଛି ସେ ମୋ, ମୁଁ ତାକୁ ଖୋଜିବି, ସେ ମୋ ଝିଅ। ତୁ ତୋର ଖୁଆ ଭଞ୍ଜିରେ ଚଳିଗଲାରୁ ସେ କାନ୍ଦୁଛି। କେତେ 2 ଦିନ ହେଲେ ଖାଇନାହାନ୍ତି, ଟିକେ ଖାଆନ୍ତୁ ଟିକେ। କାଲି ରାତିରେ ମଲା ବୋଧେ ତା ମା। ବୁଲନ୍ତୁ ଟିକେ, ଫ୍ୟାନ୍ ପବନ ବାଜିଲେ ନୁହଁ, ଶୀତ କରୁଛନ୍ତି। ଫ୍ୟାନ୍ ବଲ୍ ବାଜିଲେ ଶୋଇ ପଡୁଛନ୍ତି। ରଖିଦେ ସେପଟେ ମମିର ରୋଷେଇ ସରିଗଲା। ଏଇଟା ମାଇଟେ ସେଇଟା। 2ଟା ଭାଇ 3ଟା।